ନିର୍ବାଚନ ମଣ୍ଡଳୀ ପୁନର୍ଗଠନର ଆବଶ୍ୟକତା ରହିଛି କେତେ ଆଡ଼େ ସେଟା ବି ଆବଶ୍ୟକତା ଅଛି। ଡିଲିମିଟେସନ୍ ସବୁବେଳେ ହୁଏ, କିନ୍ତୁ ସେ ବିଲ୍ଟା ଦେଖି ସାରିଲା ପରେ ରିଜର୍ଭେସନ୍ଟା କେଉଁ ଆଧାରରେ କରୁଛନ୍ତି, କେତେ ସିଟ୍ କେଉଁ ଆଧାରରେ ବଢ଼ାଯାଉଛି। ଖାଲି କହିଦେଲେ ହେବନି ଯେ ଓଡ଼ିଶାରେ ଆମେ 147 କି 200 କରିଦେବୁ, ତାର ଗୋଟେ ବେସିସ୍ ଦରକାର। କେଉଁ ବେସିସ୍ରେ କରୁଛନ୍ତି ସେ ବିଲ୍ଟା ଦେଖି ସାରିଲା ପରେ ଯାଇକି ଜଣେ ମତ ରଖିପାରିବ। ଏକ୍ସପେକ୍ଟେସନ୍ସ ଉପରେ ତ ଆମେ ଯିବାନି, ଆମେ ଆଗ ରିଅଲ୍ କାଲକୁଲେସନ୍ ଉପରେ ଯିବା, ତାପରେ ଯାଇକରି ଚର୍ଚ୍ଚାଟା ସବୁଆଡ଼େ ଓଡ଼ିଶାରେ ଆରମ୍ଭ ହୋଇଯିବ। କେଉଁ ବ୍ଲକ ଚାହିଁବ, କେଉଁଠି ଲୋକ ପ୍ରତିବାଦ କରିବେ, ଡିଲିମିଟେସନ୍ କମିଶନ୍ କେଉଁଠି ଶୁଣିବ, ଅଭିଯୋଗ ଶୁଣାଣି ହେବ ନା। ତେଣୁ ବହୁତ କଥା ଅଛି ସେଥିରେ। ବିଲ୍ଟା ଗୃହୀତ ହୋଇସାରିଲା ପରେ ହିଁ ଯୋଗ୍ୟତା ଉଠିବ। ଜିଓଗ୍ରାଫିକାଲ୍ ଏରିଆ ଗୋଟେ ମାପଦଣ୍ଡ ହୁଏ, ଆଡ଼ଜସେଣ୍ଟ କନଷ୍ଟିଚୁଏନ୍ସି କିଏ କିଏ ଅଛନ୍ତି ସେଇଟା ଗୋଟେ ମାପଦଣ୍ଡ ହୁଏ। ପାଖରେ ଲାଗିଛି, ମୁଁ ଗଞ୍ଜାମକୁ କହିବିନି ଯେ କୋରାପୁଟ ଜିଲ୍ଲାରେ ମିଶାଇ ଦେବ ବୋଲି। ସେମିତି ବହୁତ ମାପଦଣ୍ଡ ସେମାନେ ତିଆରି କରିବେ। ମାପଦଣ୍ଡଟା ଡିଲିମିଟେସନ୍ କମିଶନ୍ ତିଆରି କରିବ, ତାର ଆଭାସ ନିଶ୍ଚିତ ଭାବରେ ବିଲ୍ରେ ଥିବ ମୋର ଆଶା। ତାପରେ ଯାଇକରି ଜଣେ ମତ ରଖିପାରିବ ଏ ସମ୍ପର୍କରେ। ଏଇଟା ହେଉଛି ନିୟମ। ବିଜୁବାବୁଙ୍କ ସାଧଶହଟି ପାଳନ ହେଉଛି, ସମସ୍ତଙ୍କୁ ଡାକିଛୁ, କିନ୍ତୁ ସେ ଚର୍ଚ୍ଚାଟାକୁ ବିଭିନ୍ନ ଦିଗକୁ ସମସ୍ତେ ଟାଣିବାରେ ବ୍ୟସ୍ତ। ନେତାମାନେ ମିଡ଼ିଆରେ ସବୁବେଳେ ଦେଖୁଛି, କିନ୍ତୁ ଚର୍ଚ୍ଚା ହେଉ, କିନ୍ତୁ କେବଳ ବିଜୁବାବୁଙ୍କ ସମ୍ପର୍କରେ ଚର୍ଚ୍ଚା ହେଉ, ଅନ୍ୟ ବିଷୟରେ ଚର୍ଚ୍ଚା। ସେଦିନ ଦଳ ଗଢ଼ିବା ପାଇଁ ଶ୍ରଦ୍ଧାଞ୍ଜଳି ସଭା ହୁଏ, ଏଇଟା ସାଧାରଣ ଭାବରେ ଆମେ ସେଇ ଭୁଲ କରୁ ସବୁବେଳେ। ବିଜୁ ଲିଗାସି ଫିଗାସି ନେତା ନୁହଁ, ବିଜୁବାବୁଙ୍କୁ ଭଲ ପାଉଥିବା ଲୋକମାନେ ଏକାଠି ହୋଇକି ସେଦିନ ଆସିବ ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ।